ଆମେ ସମ୍ପଦ ବିଷୟରେ ପଢ଼ିଲେ ଏବଂ ବୁଝିଲେ ଏବଂ ସମ୍ପଦ କହିଲେ କ'ଣ ବୁଝିଲେ ନା ଏକ ନିର୍ଦ୍ଦିଷ୍ଟ ସମୟରେ ମୌଦ୍ରିକ ମୂଲ୍ୟ ଥିବା ଗଚ୍ଛିତ ଦ୍ରବ୍ୟ ଭଣ୍ଡାରକୁ ବୁଝାଏ। ଆମେ ଯଦି ସଂକ୍ଷିପ୍ତରେ କହିବା ତେବେ ସମ୍ପଦ ହେଉଛି ଅର୍ଥନୈତିକ ଦ୍ରବ୍ୟର ସମାହାର ବା ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ। କିନ୍ତୁ କଲ୍ୟାଣ କହିଲେ ଏକ ମାନସିକ ଅବସ୍ଥାକୁ ବୁଝାଏ ଯାହାଦ୍ୱାରା ସୁଖ ବା ସନ୍ତୋଷକୁ ଅନୁଭବ କରିହୁଏ। ସମ୍ପଦ ଓ ଅର୍ଥନୈତିକ କଲ୍ୟାଣ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆମେ ଜାଣିବା। ଅର୍ଥନୈତିକ କଲ୍ୟାଣ କହିଲେ ସମଗ୍ର ଜନସାଧାରଣଙ୍କର ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ଦ୍ରବ୍ୟ ଓ ସେବାର ଅଭିବୃଦ୍ଧି ଓ ସମ୍ପ୍ରସାରଣକୁ ବୁଝାଏ। ଆମେ ଯଦି ସରଳ ଭାଷାରେ ବୁଝିବା ତେବେ କ'ଣ ବୁଝିବା ନା ସବୁ ମଣିଷମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଯେଉଁ ଦ୍ରବ୍ୟ ଓ ସେବା ଦରକାର ତାର ଉନ୍ନତି ଆଉ ପରିମାଣର ବୃଦ୍ଧିକୁ ବୁଝାଏ। ତେବେ ଦ୍ରବ୍ୟ ଓ ସେବାର ଅଭିବୃଦ୍ଧି ହେଲେ ଯାଇକି ସମ୍ପଦ ବୃଦ୍ଧି ହେବ। ତେଣୁ ସମ୍ପଦ ବୃଦ୍ଧି ପାଇଲେ କ'ଣ ହେବ ନା ଜନସାଧାରଣଙ୍କର ଆବଶ୍ୟକତାର ଭୌତିକ କଲ୍ୟାଣ ହୁଏ, ଆବଶ୍ୟକତା ପୂରଣ ହେବ ଆଉ ଭୌତିକ କଲ୍ୟାଣ ହେବ। କିନ୍ତୁ ସବୁ ଦ୍ରବ୍ୟ ଓ ସେବା ମଣିଷର କଲ୍ୟାଣ ବୃଦ୍ଧି କରିନଥାନ୍ତି। ମଦ, ସିଗାରେଟ୍, ଅଫିମ ଭଳି ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଉତ୍ପାଦନ ଗୋଟିଏ ଦେଶର ସମ୍ପଦକୁ ବୃଦ୍ଧି କରିପାରିବେ, କିନ୍ତୁ ଏହାଦ୍ୱାରା ମଣିଷମାନଙ୍କର କଲ୍ୟାଣରେ ବୃଦ୍ଧି ହୁଏ ନାହିଁ। ତେବେ ଆମେ ଜାଣିଲୁ କ'ଣ ନା ମଦ, ସିଗାରେଟ୍, ଅଫିମ, ଅସ୍ତ୍ରଶସ୍ତ୍ର ଏଗୁଡ଼ାକ ଆମର ସମ୍ପଦ ବୃଦ୍ଧି କରିବ କିନ୍ତୁ କଲ୍ୟାଣ ବୃଦ୍ଧି କରିବନି। ତେଣୁ ଦ୍ୱିତୀୟରେ କ'ଣ ନା କେବଳ ଦ୍ରବ୍ୟ ଓ ସେବାର ଉତ୍ପାଦନ ନୁହେଁ ବରଂ ଉତ୍ପାଦିତ ଦ୍ରବ୍ୟର ସଠିକ୍ ବଣ୍ଟନ ହେଲେ ସମସ୍ତଙ୍କର କଲ୍ୟାଣ ହେବ। ତେଣୁ ଆମେ ଯେଉଁ ଦ୍ରବ୍ୟ ଉତ୍ପାଦନ କରିବୁ ତାର ସଠିକ୍ ବଣ୍ଟନ ହେବ। କାହିଁକି ନା ଯଦି କିଛି ସମ୍ପଦ ଧନୀ ଲୋକଙ୍କ ପାଖରେ ଠୁଳ ହୋଇ ରହିଯିବ ଆଉ ଅଧିକାଂଶ ଲୋକ ଗରିବ ଅବସ୍ଥାରେ ରହିବେ ତେବେ ଆମେ ଜାଣିବା ଯେ ସମ୍ପଦର ଉତ୍ପାଦନ କଲ୍ୟାଣ ବୃଦ୍ଧି କରୁନାହିଁ। ତେବେ ତୃତୀୟରେ କ'ଣ ଆଉ ଗୋଟିଏ କଥା ନା କେବଳ ଦ୍ରବ୍ୟ ଓ ସେବାର ଅଭିବୃଦ୍ଧି ନୁହେଁ ଦ୍ରବ୍ୟ ଓ ସେବା ଉତ୍ପାଦନରେ ସମ୍ପୃକ୍ତ ମଣିଷମାନଙ୍କର କଲ୍ୟାଣ ବୃଦ୍ଧି ସହ ଜଡ଼ିତ। ଯଥା କି ବାରମ୍ବାର କାମ କରିବାକୁ ପଡ଼ୁଥିବା ଗୋଟିଏ କଷ୍ଟଦାୟକ କାମ ବାରମ୍ବାର କରୁଥିଲେ, ବିରକ୍ତିକର କରୁଥିଲେ, ସେ କାର୍ଯ୍ୟକୁ ଆମକୁ ଯାନ୍ତ୍ରିକୀକରଣ ଦ୍ୱାରା ବା ମେସିନ୍ ଦ୍ୱାରା ସେ କାମକୁ କରିବା। କାର୍ଯ୍ୟ ନିରାପତ୍ତାରେ ଉନ୍ନତି